ସେ ମଙ୍ଗଳକାରୀ ଜୀବନ୍ତ ପରମେଶ୍ୱରଙ୍କ ମହାନାମ ଧନ୍ୟବାଦ ତାଙ୍କର ଗୌରବ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଆଜିର ଅଧ୍ୟୟନ ମଧ୍ୟ ପ୍ରତ୍ୟେକଙ୍କୁ ପ୍ରଭୁ ନାମରେ ସ୍ୱାଗତ କରେ। ନିୟମିତ ଏହି ଅଧ୍ୟୟନ ମଧ୍ୟରେ ଯୋଗ ସକାଶୁ ପ୍ରତ୍ୟେକ ପରିବାକୁ ଆଶୀର୍ବାଦ କରନ୍ତୁ। ବିଶେଷ କରି ଦୀର୍ଘ ଦିନ ଧରି ଆମେ କେତେ ଗୁଡେ ବିଷୟକୁ ଆମେ ଧ୍ୟାନ କରିକି ଆସୁଛୁ। ଅନେକ ଗୁଡ଼ିଏ ଶିକ୍ଷାତ୍ମିକ ଜୀବନ ନିମନ୍ତେ ଶିକ୍ଷାର ବିଷୟ ଗୁଡ଼ିକ ଆମେ ଶିଖିକି ଆସୁଛୁ। ଆଜି ମଧ୍ୟ ଗୋଟେ ବିଷୟ ଆମେ ଧ୍ୟାନ କରିବୁ, ଆଉ ତା ହଉଛି କଣ? ଏକ ଆତ୍ମିକ ପରିପକ୍ୱ ଖ୍ରୀଷ୍ଟିଆନର ଚିହ୍ନ। ଏକ ଆଧ୍ୟାତ୍ମିକ ପରିପକ୍ୱ ଖ୍ରୀଷ୍ଟିଆନର ଚିହ୍ନ ବିଷୟ ଆମେ ଚିନ୍ତା କରିବା। ଯଦି ଆମେ ନିଜକୁ ଖ୍ରୀଷ୍ଟିଆନ କରୁଛୁ, ଯଦି ଆମକୁ ଅନୁମାନ କରୁ ନିଜକୁ ଶ୍ରେଷ୍ଠ ବୋଲି ମନେ କରୁଛୁ, ତେବେ ଗୋଟେ ପରିପକ୍ୱ ଖ୍ରୀଷ୍ଟ ବିଶ୍ୱାସୀର ଚିହ୍ନ ଗୁଡି କଣ କଣ ରହିବା ଆବଶ୍ୟକତା ରହିଛି, ଆଉ ସେ ବିଷୟରେ ଆମେ ଧ୍ୟାନ କରିବୁ। ତେଣୁକରି ଆସନ୍ତୁ ସର୍ବପ୍ରଥମ ନିଜ ବିଷୟରେ ସମର୍ପଣ କରି ପ୍ରାର୍ଥନା କରିବା, ଆଉ ତାପରେ ଆମେ କିଛି ବିଷୟ ଧ୍ୟାନ କରିବୁ। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳକାରୀ ପରମେଶ୍ୱର ତୁମ ଧନ୍ୟବାଦ, ତୁମର ଗୌରବ କରୁଛୁ ପ୍ରଭୁ। ତୁମେ ଅନୁଗ୍ରହ ଦୟା କିଛି ସୁଯୋଗ ତୁମେ ଆମକୁ ଦେଇଛୁ ପ୍ରଭୁ। ତୁମ ବାକ୍ୟ କିଛି ବିଷୟ ଧ୍ୟାନ କରିବା ପାଇଁ, କିଛି ବିଷୟ ଶିଖିବା ପାଇଁ ପ୍ରଭୁ ତୁମେ ଅନୁଗ୍ରହ, ତୁମେ ଦୟା କର, ତୁମେ କହିଲେ ତୁମେ ସାହାଯ୍ୟ କର। ଶୁଣୁଥିବା ପ୍ରତ୍ୟେକ ଜୀବନ ତୁମେ ପ୍ରଭୁ ଆଶୀର୍ବାଦ କର, ପୁଣି ମନରେ ଥିବା ନିମନ୍ତେ ଅନୁଭବ ତୁମେ ଦୟା କର ପ୍ରଭୁ। ଶୁଣିବା ନିମନ୍ତେ ପ୍ରଭୁ ସେ ଆତ୍ମିକ ଚକ୍ଷୁ କର୍ଣ୍ଣକୁ ତୁମେ ପ୍ରଭୁ ଖୋଲି ଦିଅ ବୋଲି ପ୍ରାର୍ଥନା କରୁଛୁ ପ୍ରଭୁ। ମଙ୍ଗଳକାରୀ ପରମେଶ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ସମୟକୁ ଆମମାନଙ୍କ ଜୀବନ ସମର୍ପଣ କରି ପ୍ରଭୁ ସମସ୍ତ ପାତ୍ର ଧନ୍ୟବାଦ ଦେଇ ତୁମ ସେ ପ୍ରିୟ ପୁତ୍ର ଉତ୍ସର୍ଗ କରୁଛୁ। ଆମେନ୍। ଗୋଟେ ବିଷୟ, ଏକ ଆଧ୍ୟାତ୍ମିକ ପରିପକ୍ୱ ଖ୍ରୀଷ୍ଟିଆନର ଚିହ୍ନ ହଉଛି କଣ, ସେ ବିଷୟରେ ଚିନ୍ତା କରିବା। ତେଣୁକରି ବାଇବେଲର ଗୋଟିଏ ଅଂଶ ଆମେ ପାଠ କରିବା। ଧର୍ମଶାସ୍ତ୍ର ବାଇବେଲ ଲେଖାଯାଏ 2 ପିତର ତାର 3 ପର୍ବ 18 ପଦ ବିଷୟ ଲେଖାଯାଉଛି, ବରଂ ଆମମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଉ, ବର୍ତ୍ତମାନ ଅନନ୍ତ କାଳ ପର୍ଯ୍ୟନ୍ତ ଗୌରବ ତାହାଙ୍କର। ଆମେନ୍। ଆଉ ସାଧୁ ପିତର ତାଙ୍କ ଶେଷ ବିଷୟରେ ଗୋଟେ କଥା ଲେଖୁଛନ୍ତି, ଶେଷ କଥା ଗୋଟେ ବିଷୟ ଲେଖୁଛନ୍ତି, ଆଉ ସେ ମଣ୍ଡଳୀକୁ ଲେଖୁଛନ୍ତି, ଗୋଟେ କଥା କହୁଛନ୍ତି କଣ, ଯେ ଆମେ ମାନେ ପ୍ରଭୁ ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟଙ୍କର ଅନୁଗ୍ରହ ଜ୍ଞାନରେ ବୃଦ୍ଧି ପାଉ। ଯଦି ଆମେ ଖ୍ରୀଷ୍ଟଙ୍କର ବିଶ୍ୱାସ କରିଛୁ, ଯଦି ଆମେ ନିଜକୁ ଖ୍ରୀଷ୍ଟିଆନ ବୋଲି କହୁଛୁ, ତେବେ ସେଇ ପ୍ରଭୁଙ୍କର ଖ୍ରୀଷ୍ଟୀୟ ସେ ଅନୁଗ୍ରହ ଜ୍ଞାନରେ ଆମେ ମାନେ ଦିନ ପ୍ରତିଦିନ ବୃଦ୍ଧି ପାଇବା ଦରକାର ରହିଛି। ଦିନ ପ୍ରତିଦିନ ପ୍ରଭୁଙ୍କର ସେଇ ଜ୍ଞାନରେ ଅନୁଗ୍ରହରେ ଆମେ ବୃଦ୍ଧି ପାଇବା ଦରକାର ରହିଛି। ଆମେ ହୁଏତ ଅନେକ କ୍ଷେତ୍ରରେ ବୃଦ୍ଧି ପାଇପାରୁ, ଜାଗତିକ ଜ୍ଞାନରେ ବୃଦ୍ଧି ପାଇପାରୁ, ଜାଗତିକ ଆର୍ଥିକ ଅନ୍ୟାନ୍ୟ ଅନେକ କିଛି ବିଷୟରେ ଆମେ ଅନୁଗ୍ରହରେ ଆମେ ବୃଦ୍ଧି ପାଇପାରୁ, ମାତ୍ର ବାସ୍ତବରେ ଗୋଟେ ଆତ୍ମିକ ଜୀବନର ଅନୁଗ୍ରହ ଓ ଆତ୍ମିକ ଜ୍ଞାନରେ ଆମେ କେତେ ବୃଦ୍ଧି ପାଉଛୁ। ତେଣୁକରି ଖ୍ରୀଷ୍ଟ ଭାଇ ଭଉଣୀ ମାନେ ଆମେ ଚିନ୍ତା କରିବା ଗୋଟେ ଆତ୍ମିକ ପରିପକ୍ୱ ଖ୍ରୀଷ୍ଟୀୟ ଜୀବନର ଚିହ୍ନ ଗୁଡି କଣ କଣ ହବା ଦରକାର ରହିଛି। ଅନେକ ସମୟରେ ପରିପକ୍ୱ କହିଲେ ଗୋଟେ ପାଚିଥିବା ଫଳକୁ ଆମେ ବୁଝୁ। ଯେ ଫଳର ପରିପକ୍ୱତା କେତେବେଳେ ପ୍ରକାଶ ପାଏ, ଯେତେବେଳେ ସେ ଫଳ ପାଚିଯାଏ ଆଉ ତାକୁ ଖାଇବାର ବା ବ୍ୟବହାରର ଉପଯୋଗ। ଯଦି ବି କିଛି କିଛି ଫଳ କଞ୍ଚାରେ ଖିଆଯାଏ, କିନ୍ତୁ ଗୋଟେ ମନୁଷ୍ୟର ଶାରୀରିକ ଅଭିବୃଦ୍ଧି, ବୟସର ଅଭିବୃଦ୍ଧି ବା ମସ୍ତକର କେଶ ପାଚିଗଲେ ସେ ଗୋଟେ ପରିପକ୍ୱ ବୟସକୁ ଆସିପାରେ, କିନ୍ତୁ ଗୋଟେ ପରିପକ୍ୱ ଖ୍ରୀଷ୍ଟ ବିଶ୍ୱାସ ହେଇପାରିବ ନାହିଁ। ତେଣୁକରି ଗୋଟେ ଆତ୍ମିକ ଜୀବନରେ ପରିପକ୍ୱ ହବା ଦରକାର ରହିଛି। ଆତ୍ମିକ ଚିନ୍ତାରେ, ଆତ୍ମିକ ଭାବରେ କଥା କହିବାରେ, ଆତ୍ମିକ ଚାଲିଚଳନ, ବ୍ୟବହାର, ଆଚାର ଆଚରଣରେ ପରିପକ୍ୱ ହବା ଦରକାର ରହିଛି। କାରଣ ମନୁଷ୍ୟର 2ଟା ଜୀବନ, ଶାରୀରିକ ଜୀବନ, ଆତ୍ମିକ ଜୀବନ, 2ଟା 2 ପ୍ରକାର ଟ୍ରେନ ଲାଇନ ପରି। ଟ୍ରେନ ଲାଇନ 2ଟା କେବେ ସେମାନେ ମିଶି ପାରିବ ନାହିଁ, ମଧ୍ୟ 2ଟା କେବେ ନିର୍ଦ୍ଦିଷ୍ଟ ଗୋଟେ ମାପରୁ ସେ ବାହାରକୁ ଯାଇପାରିବ ନାହିଁ। ପାଖକୁ ଆସିଲେ ମଧ୍ୟ ଦୁର୍ଘଟଣା, ସେଟା ମେଲିଗଲେ ମଧ୍ୟ ବା ଦୂରକୁ ଚାଲିଗଲେ ମଧ୍ୟ ଦୁର୍ଘଟଣା।
সেই প্রকার আত্মিক জীবন শারীরিক জীবন গোটে ব্যালেন্স মেଣ୍ଟେନ କରି ଚାଲିବା ଦରକାର ଦୁଇଟି ସରଳ ରେଖା ସଦୃଶ କେହି କାହା ସହିତ କେବେ ମିଶି ପାରିବ ନାହିଁ ତେଣୁକରି ଆତ୍ମିକ ଜୀବନ ଯଦି ବ୍ୟାଲେନ୍ସ ହବ ତେବେ ଶାରୀରିକ ଜୀବନ ମନକୁ ସେ ସିଧା ବ୍ୟାଲେନ୍ସ ହୁଏ ସିଧା ସରଳ ରେଖା ସେ ମଧ୍ୟ ଚାଲିବ ଆମେ ଶାରୀରିକ ଜୀବନକୁ ବ୍ୟାଲେନ୍ସ କରିବା ପାଇଁ ଚେଷ୍ଟା କରୁ ତେଣୁକରି ଆତ୍ମିକ ଜୀବନ ବଙ୍କା ହେଇଯାଏ କିନ୍ତୁ ତାର ସିଷ୍ଟମ ହଉଛି କଣ ଯେ ଆତ୍ମିକ ଜୀବନକୁ ଆମେ ସିଧା କରିବୁ ଶାରୀରିକ ଜୀବନ ମଧ୍ୟ ସିଧାରେ ଚାଲିବ ତେଣୁକରି ସେଇଟା ହିଁ ହଉଛି ଗୋଟେ ବିଶ୍ୱାସୀ ଜୀବନ ବା ଖ୍ରୀଷ୍ଟିଆନ ଜୀବନର ଗୁରୁତ୍ୱପୂର୍ଣ୍ଣ ବିଷୟ ତେଣୁକରି ଆଧ୍ୟାତ୍ମିକ ପରିପକ୍ୱ ଗୋଟେ ଖ୍ରୀଷ୍ଟିଆନ ଜୀବନର ଚିହ୍ନ ହଉଛି କଣ ସେ ପ୍ରଥମ ବିଷୟ ହଉଛି କଣ ନା ସେ ପରୀକ୍ଷାକୁ ପ୍ରଶିକ୍ଷଣ ଭାବରେ ଗ୍ରହଣ করে পরীক্ষাକୁ বা কৌশি সমস্যা আসিলে দুঃখ আসিলে কষ্ট আসিলে তাকে পরীক্ষা ভাবে সে গ্রহণ করিଥାଏ যদি অনেক খ্রিস্টীয় বিশ্বাসী মানে অনেক প্রভুঙ্কর দাসদাসী মান শুনেছি মু প্রভু কাহিকি এ প্রকার দণ্ড দেল কাহি প্রকার এই প্রকার মোর পরিবার রে কল কিন্তু আমি কেবে চিন্তা করিছু কি কাহিকি মো জীবন রে কাহিকি মো পরিবার রে এই প্রকার সমস্যা আসুছি গোটে আত্মিক ব্যক্তির জীবন রে সমস্যা আসে দুঃখ আসে ଆଉ ସେଇ ସମୟରେ ତାକୁ ପରୀକ୍ଷା ଭାବରେ ଗ୍ରହଣ କରିବା ଦରକାର ଏହା ଦ୍ୱାରା ଆମର ଆତ୍ମିକ ଜୀବନ କଣ ହବ ପରିଷ୍କୃତ ହବ ଆଉ ଈଶ୍ୱରଙ୍କର ନିକଟବର୍ତ୍ତୀ ହବ ତେଣୁକରି ବାଇବେଲ ଲେଖାଯାଏ ରୋମିଓ ତାର 5 ପର୍ବ 3 ପଦରୁ 5 ଲେଖାଯାଏ କେବଳ ତା ନୁହେଁ ସମସ୍ତ ପ୍ରକାର କ୍ଲେଶରେ ମଧ୍ୟ ଦର୍ପ କରୁଅଛୁ ଯେଣୁ କ୍ଲେଶରୁ ଧୈର୍ଯ୍ୟ ଧୈର୍ଯ୍ୟରୁ ଅନୁଭୂତି ପୁଣି ଅନୁଭୂତିରୁ ଭରସା ଯେ ଜନ୍ମେ ଏହା ଆମେ ମାନେ ଜାଣୁ ଆଉ ଭରସା ଲଜ୍ଜା ଦିଏ ନାହିଁ କାରଣ ଆମମାନଙ୍କୁ ପ୍ରଦତ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମମାନଙ୍କ ହୃଦୟରେ ଈଶ୍ୱରଙ୍କର ପ୍ରେମ ପ୍ରଭାବିତ ହୋଇଅଛି ପାଉଲ ସାଧୁ ପାଉଲ କଥା ଲେଖୁଛନ୍ତି ଆମେ କ୍ଲେଶରେ ଦର୍ପ କରୁଛୁ ଯଦି ସମସ୍ୟା ଆସେ ଦୁଃଖ ଆସେ ଆମେ ନିରାଶ ହବା ନାହିଁ ଆମେ ଦର୍ପ କରିବା ଦରକାର କାହିଁକି ତା ମଧ୍ୟ ଦେଇ ପ୍ରଭୁ ଆମକୁ ପରିଷ୍କୃତ କରି ଗୋଟେ ଭରସା ଦେବା ପାଇଁ ଚାହାନ୍ତି ତେଣୁକରି ପାଉଲ କୁହନ୍ତି କ୍ଲେଶରୁ ଧୈର୍ଯ୍ୟ ଧୈର୍ଯ୍ୟରୁ ଅନୁଭୂତି ଅନୁଭୂତିରୁ ଭରସା ଜନ୍ମେ ଆଉ ଭରସା କେବେ ଲଜ୍ଜା ଦିଏ ନାହିଁ ଯେତେବେଳେ ଗୋଟେ ଖେଳାଳି ପ୍ରାକ୍ଟିସ କରେ ସେ ଅନେକ ଥର ପଡିଯାଏ ଅନେକ ଥର ବିଫଳ ହୁଏ ଅନେକ ଥର ଝୁଣ୍ଟି ପଡେ ଅନେକ ଥର ପ୍ରକାର ଖଣ୍ଡିଆ ଖାବୁରା ହେଇଯାଏ ଅନେକ ସମୟରେ ଫ୍ରାକ୍ଚର ମଧ୍ୟ ହେଇଯାଏ କିନ୍ତୁ ଶେଷରେ ସେ ଗୋଟେ ଅନୁଭୂତିରେ ପହଞ୍ଚାଏ ଆଉ ଯୋଉ ଅନୁଭୂତି ତାକୁ କେବେ ଲଜ୍ଜା ଦିଏ ନାହିଁ ମାତ୍ର ପୁରସ୍କାର ଆଣେ ଖ୍ରୀଷ୍ଟ ବିଶ୍ୱାସୀ ଯେତେବେଳେ କୌଣସି ସମସ୍ୟା ମଧ୍ୟ ଆପଣ ଗତି କରୁଛନ୍ତି ଆପଣଙ୍କର ପରିପକ୍ୱତା ପ୍ରକାଶ କରି ତାକୁ ପରୀକ୍ଷା ଭାବରେ ଗ୍ରହଣ କରିବା ଦରକାର ରହିଛି କାରଣ ଏହା ମଧ୍ୟ ଦେଇ ଈଶ୍ୱର ମୋ ଜୀବନରେ କିଛି କାର୍ଯ୍ୟ କରିବା ପାଇଁ ଚାହାନ୍ତି ଏହା ମଧ୍ୟ ଦେଇ ଈଶ୍ୱର ମୋ ଜୀବନରେ ଭରସା ଦେବା ପାଇଁ ଚାହାନ୍ତି ଜୀବନରେ ଅନେକ ଅନୁଭୂତି ଅଛି ମତେ ଅନେକ ପ୍ରକାର ଅନୁଭୂତି ନେଇକି ଆସିଛନ୍ତି ଆଜି କୌଣସି ସମସ୍ୟା ମତେ ସମସ୍ୟା ପରି ଲାଗେ ନାହିଁ କାରଣ ମୁଁ ଜାଣିଛି ମୁଁ ଯାହାଙ୍କ ଉପରେ ବିଶ୍ୱାସ କରେ ସେ ସମସ୍ତ ବିଷୟ କରିବା ପାଇଁ ସମର୍ଥ ଈଶ୍ୱର କରେ ଅନେକ ସମସ୍ୟାର ଭିତର ଦେଇ ଆସିଛି ଆଜି ଆଉ ସମସ୍ୟା ବୋଲି ଲାଗେ ନା କାରଣ ପ୍ରଭୁ ସେଦିନ ସେ ପରୀକ୍ଷାକୁ ସେଇ ପରୀକ୍ଷାକୁ ମୁଁ ଗୋଟେ ଶିକ୍ଷା ଭାବରେ ଗ୍ରହଣ କରିବି ଯେତେବେଳେ ମୋ ଜୀବନରେ কোনো ସମସ୍ୟା ଆସେ ଦୁଃଖ ଆସେ ମୁଁ ଚିନ୍ତା କରେ କୋଉ ଭୁଲ ପାଇଁ କୋଉ କାରଣ ପାଇଁ ମୋ ଜୀବନରେ এই ସମସ୍ୟା ଆସୁଛି ଆଉ ଯେତେବେଳେ ତା ଖୋଜି ପାଏ ପ୍ରାର୍ଥନା କରେ ଅନୁତାପ କରେ ପ୍ରଭୁ ଅନୁଗ୍ରହ କରି ଭରସା ଦିଏ
ଗୋଟେ ପରିପକ୍ୱ ଖ୍ରୀଷ୍ଟ ବିଶ୍ୱାସୀ ପରୀକ୍ଷାକୁ ପ୍ରଶିକ୍ଷଣ ଭାବରେ ସେ କଣ କରେ, ଗ୍ରହଣ କରେ ବା ଶିକ୍ଷା ଭାବରେ ଗ୍ରହଣ କରେ। ଗୋଟେ ପରିପକ୍ୱ ବିଶ୍ୱାସ ଖ୍ରୀଷ୍ଟୀୟ ବିଶ୍ୱାସୀ ସେ ମିଥ୍ୟା ଶିକ୍ଷା ଦ୍ୱାରା ସେ ଚାଲିଯିବ ନାହିଁ, ମିଥ୍ୟା ଶିକ୍ଷା ଦ୍ୱାରା ଭ୍ରାନ୍ତ ହବ ନାହିଁ। ଆଜି ଜଗତରେ ଅନେକ ଉଠୁଛନ୍ତି ବିଭିନ୍ନ ପ୍ରକାର ଶିକ୍ଷା ଦେଇ ଲୋକମାନଙ୍କୁ ଆଜି ଭ୍ରାନ୍ତ କରିଦଉଛି। ଆଜି ଲୋକମାନେ ଆହ୍ୱାନ କରୁଛନ୍ତି, ଆସ ପ୍ରାର୍ଥନା କରିବା, ତୁମର ମାନି ପର୍ସର ସାଇଜ ବଦଳେଇ ଯିବ, ତୁମର ଘରର ସାଇଜ ବଦଳେଇ ଯିବ, ତୁମ ଗାଡିର ସାଇଜ ବଦଳେଇ ଯିବ। ଲୋକମାନେ ତା ପଛରେ ଦୌଡୁଛନ୍ତି, ସତ୍ୟ ବାକ୍ୟକୁ ଆଜି ଅସ୍ୱୀକାର କରୁଛନ୍ତି, ସତ୍ୟ ବାକ୍ୟକୁ ଆଜି ଅସ୍ୱୀକାର କରୁଛନ୍ତି। ପ୍ରଭୁ କହିଲେ, ତୁମର ପ୍ରয়োজন ଯାହା ମୁଁ ତୁମକୁ ଦେବ। ପ୍ରଭୁ ଆମକୁ ଅଧିକାର ଦେଲେ, ତୁମେ ମାଗ ତୁମକୁ ଦିଆଯିବ। କିନ୍ତୁ ସେଇ ଅଧିକାର ଆଜି ଆମେ ଅନ୍ୟମାନଙ୍କ ହାତରେ ବିକି ଦଉଛୁ, ମିଥ୍ୟା ଶିକ୍ଷାରେ ଆଜି ଚାଲି ଯାଉଛୁ। ତେଣୁକରି ଏପିସି ତାର 4 ପର୍ବ 13 ପଦ 16 ପଦରେ ଲେଖାଯାଏ, ଶେଷରେ ଯେପରି ଆମେ ମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କର ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ, ଯେପରି ଆମେ ମାନେ ଆଉ ଶିଶୁ ପରି ନ ହୋଇ କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ। ତାଙ୍କ ଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟ ସାଧକ ଶକ୍ତି ଅନୁସାରେ ସୁରକ୍ଷିତ ଓ ସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୁଦ୍ଧି ସାଧନ କରୁଅଛି। ବାକ୍ୟ ବିଷୟ ଲେଖାଯାଉଛି କଣ? ବିଷୟ ଲେଖାଯାଉଛି, ସେ କହୁଛନ୍ତି ଆମେ ଈଶ୍ୱରଙ୍କର ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହୋଇ ଏକ ଖ୍ରୀଷ୍ଟଙ୍କର ପୂର୍ଣ୍ଣତା ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ। ଆଜି କାହିଁକି ଲୋକମାନେ ଭ୍ରାନ୍ତ ହେଇଯାଉଛନ୍ତି, ମିଥ୍ୟା ଶିକ୍ଷାରେ ଚାଲି ଯାଉଛନ୍ତି? କାରଣ ଈଶ୍ୱରଙ୍କର ବାକ୍ୟ ବାଇବେଲକୁ ପଢୁନାହାନ୍ତି, ଲୋକମାନଙ୍କର ଭ୍ରାନ୍ତ କଥାକୁ ଶୁଣୁଛନ୍ତି, ନୂଆ ନୂଆ ଡକ୍ଟ୍ରିନ୍ ଶୁଣୁଛନ୍ତି, ନୂଆ ନୂଆ ଡକ୍ଟ୍ରିନ୍ ଆଜି ମଜି ଯାଉଛନ୍ତି। ଧର୍ମ ସେଇ ମିଥ୍ୟା ଡକ୍ଟ୍ରିନ୍ କହୁଥିବା ଲୋକମାନେ, ସେମାନେ ସତର୍କ ହଉନାହାନ୍ତି ଯେ ଆମମାନଙ୍କ ଜୀବନ ନରକକୁ ଚାଲି ଯାଉଛି, ଆଉ ଆମମାନେ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ସେ ନରକ ପଥରେ ନେଇ ଯାଉଛୁ ମିଛ କଥା କହି। ଅନେକ ଲୋକମାନଙ୍କ ପ୍ରଶ୍ନ ପଚରା ଯାଏ, ଭାଇ ଏ ବିଷୟ କୋଉଠୁ ପାଇଲ, ଏ ଡକ୍ଟ୍ରିନ୍ କୋଉଠୁ ପାଇଲ? ଆଉ ଅନେକ ଲୋକମାନେ କହୁଛନ୍ତି ମୁଁ କୋଉ କହିଦେଲି। ଏଟା ମୋ ମନରୁ କହିଲି। ଈଶ୍ୱରଙ୍କର ବାକ୍ୟ ମନରୁ କୁହାଯାଏ ନାହିଁ। ମୋ ମନକୁ ଯାହା ଆସିବ ମୁଁ ତାହା ପ୍ରଚାର କରିପାରିବି ନାହିଁ। ସେଥିପାଇଁ ରୀତିମତ ମତେ ଗୋଟେ ପ୍ରସ୍ତୁତିର ଜୀବନ କାଟିବା ଦରକାର ରହିଛି, ବାକ୍ୟ ଦିନ ଜୀବନ କାଟିବା ଦରକାର ରହିଛି। ଆଜି ଅନେକ ଭ୍ରାନ୍ତ ଶିକ୍ଷାରେ ଆଜି କଣ ହଉଛି, ମିଥ୍ୟା ଶିକ୍ଷାରେ ଆଜି କଣ ହଉଛନ୍ତି, ଚାଲି ଯାଉଛନ୍ତି। ପରିପକ୍ୱ ବ୍ୟକ୍ତି ମିଥ୍ୟା ଶିକ୍ଷାରେ ସେ କେବେ ଚାଲିଯିବ। ବେରିଆର ଲୋକମାନେ ଏବେ ପାଉଲ ପ୍ରଚାର କଲେ, ଯୋଉ ପାଉଲ ଅନେକ ମଣ୍ଡଳୀ ଗଠନ କରିଛନ୍ତି, ସେ ପାଉଲଙ୍କର ପ୍ରଚାର କରୁଛନ୍ତି। ବେରିଆର ଲୋକମାନେ ଧର୍ମଶାସ୍ତ୍ର କାଢି ଦେଖୁଛନ୍ତି ଯେ ପାଉଲ ଠିକ ପ୍ରଚାର କରୁଛି ନା ଭୁଲ ପ୍ରଚାର କରୁଛି। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ପ୍ରାର୍ଥନାକୁ ଗଲେ ମଧ୍ୟ ବାଇବେଲ ନିଅନ୍ତି ନାହିଁ, ବାଇବେଲ ନେଲେ ମଧ୍ୟ ବାଇବେଲ ଖୋଲନ୍ତି ନାହିଁ ଯେ ପାଳକ ଠିକ ବା ପଦ କହୁଛନ୍ତି କି ଭୁଲ ପଦ କହୁଛନ୍ତି। ତେଣୁକରି ଆଜି ସେମାନେ ଭ୍ରାନ୍ତ ଶିକ୍ଷା ଚାଲି ଯାଉଛନ୍ତି। ବାଇବେଲ ଦେଇଛନ୍ତି,
पालकते शिक्षा दियंती प्रजा शिक्षा दियंती मैं बाइबल खोली परीक्षा कर देखिबा से ठीक कहउछन कि भूल कहउछंती यदि बाइबल सम्मत वाक्य नुह आम शुणा ना से वाक्य को विश्वास करवा ना आम गोटे परिपक्व पुरुष हवा दरकार आम शिशु परी हवा ना पिला मान लोक मैंने बुले कि जुआड़े खुशी सियाड़े नहीं पारते चॉकलेट देखे विभिन्न प्रकार लोभ देखे इन्हें ख्रीष्ट विश्वासी भाव आज आपन के प्रलोभन देखी नहीं बोल मिथ्या शिक्षा आप भ्रांत हो जाती कि तेणुक गोटे परिपक्व ख्रीष्ट विश्वासी से मिथ्या शिक्षा चली ना गोटे परिपक्व ख्रीष्ट विश्वासी निज जीव को से कौन करे नियंत्रण मध्य रखे निज जीव को से कौन करे नियंत्रण करे जाकदा 3 पद 2 पद लिखा जाए जणु आम्भे माने समस्ते अनेक विषय झुंटी पड़ू यदि कई वाक्य झुंटी न पड़े एबे से सिद्ध पुरुष समस्त शरीर को मध्य बसरे रखा समर्थ आम कहूला कथा द्वारा अनेक समय आम धरा पड़ आमर कहूला कथा द्वारा आम अनेक समय धरा पड़ आम जो कथा कहूँ आम जीव को नियंत्रण कर दरकार गोटे परिपक्व ख्रीष्ट विश्वासी निज जीव को नियंत्रण करे कंट्रोल करे कारण वाक्य देखा जाऊँगी जे वाक्य झुंटी न पड़े से कौन से सिद्ध कर कथार झुंटी पड़ती मिथ्या कहले मत धरा पड़ जाऊ कथा कले समय चिंता करा दरकार जहाँ कहूँ से ईश्वर गौरवंत जो कथा कहूँ से वाक्य झुंटी पड़ूना अन्न को झुंटीबार कारण करूना तो परिपक्व विश्वासी निज जीव को से कौन करे नियंत्रण करे कारण जीव एक प्रकार एक विषय गोटे मनीष को नरक पकड़ा पाए से अग्निकुंड पकड़ा समर्थ तेणुक जाको 3 पद पढ़े लिखा जाऊँगी गोटे क्षुद्र अग्नि कणिका जे प्रकार गोटे बृहत बड़ जंगल को नष्ट कर दिए से प्रकार छुटिया गोटे मनीषर कथा जीवन बाहर कथा गोटे मनीष जीवन को संपूर्ण नष्ट कर दिए स्वर्ग नरक को नहीं जाए तेणुक कथा कहवा समय नियंत्रण आम कथा को आम नियंत्रण करवा जीव को नियंत्रण करवा गोटे परिपक्व ख्रीष्ट विश्वासी जिते भूल देखा जाए से निज को कौन करे रक्षा करे गोटे परिपक्व ख्रीष्ट विश्वासी जो भूल देखा जाए से निज को कौन करे रक्षा करे बाइबल गोटे विषय लिखा जाऊँगी हितोपदेशता 9 पर्व 8 पदरे निंदक को अनुजोग करो नहीं कहले से तुमको घृणा करिबो ज्ञानी को अनुजोग करो तो से तुमको प्रेम करिबो निंदक को अनुजोग करो नहीं तो से तुमको कौन करिबो घृणा करिबो ज्ञानी को अनुजोग करो से तुमको प्रेम करिबो ख्रीष्ट विश्वासी भूल देखा जा समय से निज को रक्षा करे ना पंचम विषय हूँ कौन गोटे परिपक्व ख्रीष्ट विश्वासी से धैर्य धरिबा जानते गोटे परिपक्व ख्रीष्ट विश्वासी से धैर्य धरिबा जानते गीत संगीता 37 पर्व 14 पद देखा जाए सदा प्रभुंकर साहाय्य निमंते अपेक्षा करो बलवान हुओ और तुमर अंतकरण साहसिक हो हाँ तुम्हें सदा प्रभुंकर अनुसरण करो सदा प्रभुंकर साहाय्य निमंते कौन करो अपेक्षा करो बलवान हो और तुमर अंतकरण को साहसिक हो तुम्हें सदा प्रभुंकर अनुसरण करो धैर्य धरिबा
ଅନେକ ଲୋକମାନଙ୍କର ପେସେନ୍ସ ନଥାଏ, ସାଙ୍ଗେ ସାଙ୍ଗେ କିଛି ନା କିଛି କରିଦେଇଥିବେ। କିନ୍ତୁ ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ, ଗୋଟେ ପରିପକ୍କ ବିଶ୍ୱାସୀର ଚିହ୍ନ ହଉଛି କଣ? ସେ ଧୈର୍ଯ୍ୟ ଧରେ, ଅପେକ୍ଷା করে। କାରଣ ବାଇବେଲରେ ଏକ୍ସାମ୍ପଲ ଲେଖାଯାଏ, ଯାକବ ଲେଖୁଛନ୍ତି ତାର 5 ପର୍ବ 7 ପଦ 8 ପଦରେ, ଅତଏବ ହେ ଭାଇ ମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଦେଖ କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଖାଦ୍ୟ ଆଦ୍ୟ ଓ ଶେଷ ବୃଷ୍ଟି ନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ। ତୁମେମାନେ ମଧ୍ୟ ଧୈର୍ଯ୍ୟ ଧରି ଆପଣ ଆପଣ ହୃଦୟକୁ ସୁସ୍ଥିର କର, କାରଣ ପ୍ରଭୁଙ୍କର ଆଗମନ ନିକଟବର୍ତ୍ତୀ। କୃଷକ ଯେ ପ୍ରକାର ଫସଲ ପାଇବା ପାଇଁ, ଫଳ ପାଇବା ପାଇଁ ଆଦ୍ୟ ବୃଷ୍ଟି ଏବଂ ଶେଷ ବୃଷ୍ଟିକୁ ଅପେକ୍ଷା କରେ, ତାପରେ ଫଳ ପାଏ, ସେହିପରି ତୁମେ ମାନେ ମଧ୍ୟ ଖ୍ରୀଷ୍ଟଙ୍କ ସେଇ ଆଗମନକୁ କଣ କର? ଅପେକ୍ଷା କରି, ଧୈର୍ଯ୍ୟ ଧରି ଅପେକ୍ଷା କରି ସୁସ୍ଥିର, କାରଣ ପ୍ରଭୁଙ୍କର ଆଗମନ ନିକଟବର୍ତ୍ତୀ। ଆମକୁ ଗୋଟେ ପରିପକ୍କ ବିଶ୍ୱାସୀ ଧୈର୍ଯ୍ୟ ଧରି ରୁହେ। ସେହି ଈଶ୍ୱରରେ ଅପେକ୍ଷା କରେ, ଈଶ୍ୱରଙ୍କର ସାହାଯ୍ୟକୁ ଅପେକ୍ଷା କରେ। ଯଦି ପ୍ରାର୍ଥନା କରିଛି ସେ, ତେବେ ସେ ନିର୍ଭର କରି ଭରସା କରି ଅପେକ୍ଷା କରିବା ଦରକାର, ପ୍ରଭୁ ଉତ୍ତର ଦେବେ। ଅନେକ ସମୟରେ କଣ ହୁଏ? ପ୍ରାର୍ଥନାର ଉତ୍ତର ଆସିବା ପୂର୍ବରୁ ଅନେକ ଲୋକମାନେ ନିଜର ଜ୍ଞାନକୁ ଖର୍ଚ୍ଚ କରି ବିଭିନ୍ନ ପ୍ରକାର କାର୍ଯ୍ୟ କରେ, ସେଥିପାଇଁ ପ୍ରାର୍ଥନାର ଉତ୍ତର ନିଜ ଜୀବନରେ ପାଇପାରନ୍ତି ନାହିଁ। ଚାଷୀ କେବେ ଅଧା ସମୟରେ ଫସଲକୁ କାଟି ଆଣି ଘରେ ରଖିଦିଏ ନାହିଁ ଆଶଙ୍କା କରିକି, ସେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରେ। ସେଇ ପ୍ରକାର ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ଜୀବନରେ ସେହିପରି ଅପେକ୍ଷା କରିବା ଦରକାର ରହିଛି। ଗୋଟେ ପରିପକ୍କ ଖ୍ରୀଷ୍ଟ ବିଶ୍ୱାସୀ ଧୈର୍ଯ୍ୟ ଧରିବା ସେ ଜାଣେ। ଷଷ୍ଠ ବିଷୟ ହଉଛି କଣ? ଗୋଟେ ପରିପକ୍କ ଖ୍ରୀଷ୍ଟ ବିଶ୍ୱାସୀ ଚାପରେ ସକାରାତ୍ମକ ଭାବରେ ସେ କଣ? ସକାରାତ୍ମକ ଅଟେ। ସେ ଚାପ ସମୟରେ ସକାରାତ୍ମକ ଅଟେ, ସମସ୍ୟାରେ ସେ ପଜିଟିଭ ସେ ଅଟେ। ତେଣୁକରି ପାଉଲଙ୍କ ବିଷୟରେ ଲେଖାଯାଏ, 20 ପର୍ବ 17 ପଦ 24 ଲେଖାଯାଏ, ମିତାଲରୁ ସେ ଏଫିସି ସହରକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନ ମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ। ସେମାନେ ତାହାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ସେ ସେମାନଙ୍କୁ କହିଲେ, ଏସିଆରେ ପଦାର୍ପଣ କରିବାକୁ ପ୍ରଥମ ଦିନ ଠାରୁ ମୁଁ ସମସ୍ତ ସମୟ ତୁମମାନଙ୍କ ମଧ୍ୟରେ କିପରି ଆଚରଣ କଲି, ଅଶ୍ରୁପାତ ସହ ସମ୍ପୂର୍ଣ୍ଣ ନମ୍ର ଭାବରେ ଜିହୁଦୀ ମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ ମତେ ଯେ ଯେ ପରୀକ୍ଷା ଘଟୁଥିଲା, ସେ ସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି, ଏହିପରି କୌଣସି ହିତକର ବିଷୟ ତୁମମାନଙ୍କ ପାଖରେ ଜଣାଇବାକୁ, ପୁଣି ପ୍ରକାଶ କରେ ଓ ଘରେ ଘରେ ତୁମମାନଙ୍କୁ ଶିକ୍ଷା ଦେବାରେ ସଂକୁଚିତ ନ ହୋଇ ଈଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ, ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ବିଷୟରେ ଜିହୁଦୀ ଓ ଗ୍ରୀକ ମାନଙ୍କ ପାଖରେ ସାକ୍ଷ୍ୟ ଦେଇଥିଲି, ତାହା ତୁମେ ମାନେ ଜାଣ। ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଜେରୁସାଲେମ ସହରକୁ ଯାଉଅଛି। ସେ ସ୍ଥାନରେ ମୋ ପ୍ରତି କଣ ସବୁ ଘଟିବ ତାହା ମୁଁ ଜାଣେ ନାହିଁ। ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଇଅଛନ୍ତି। କିନ୍ତୁ ମୁଁ ଯେପରି ମୋର ନିରୂପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ୱରଙ୍କର ଅନୁଗ୍ରହର ତୁମମାନଙ୍କ ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କ ଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରିପାରେ, ଏଥି ନିମନ୍ତେ ମୁଁ ଆପଣା ପ୍ରାଣକୁ ପ୍ରିୟଜ୍ଞାନ ନ କରି ତାହା ଛୋଟ କରୁଅଛି। ପାଉଲ ଚାପ ସମୟରେ ସକାରାତ୍ମକ ମନୋଭାବ ସେ କଣ କରୁଛନ୍ତି? ପ୍ରକାଶ କରୁଛନ୍ତି। ସେ କହୁଛନ୍ତି, ଜେରୁସାଲେମ ପାଇଁ ବନ୍ଧନ ଅଛି, ଜେରୁସାଲେମରେ ମୋ ପାଇଁ ଯୋଉ ବନ୍ଧନ କ୍ଲେଶ ରହିଅଛି, କେବଳ ମୁଁ ଏତିକି ଜାଣେ।
तापर कौन अच्छी मु जाने ना किंतु मो पाए तुम्हें कौन करो प्रार्थना करो कारण मो प्राण को मु छोट मन न ज्ञान मो प्राण को प्रिय ज्ञान न करी मु छोट मन कर बाह्य मन कर जेकोसी परिस्थिति कौन समस्या समय दुख समय निराश समय हताश समय आम मान सकारात्मक मन प्रकाश करने दरकार रही पॉजिटिव आयुबर जीवन दुख आयुब गोटे कथा कहले प्रभु ने प्रभु नेबे देबे प्रभु ने प्रभु देबे शेष देले एक पर्व दुई पर्व तीन पर्व तांको जीवन दुख लगी रहा आउ यही पकड़ चलला किंतु 42 पर्व आयुबर पढ़े देखिए प्रभु ताको आशीर्वाद कले आयुब टली गले ना स्त्री छाड़ी पड़ेला सांग माने भत्सना कले पाउंसरे बसिले कपड़ारे कुंडेले तथापि से गोटे कथा कहले मु परमेश्वर को त्याग करी ना कि तांको निंदा करी ना सकारात्मक मन रहा दरकार रही पॉजिटिव चिंता रहा दरकार रही तेणुक प्रेरित से 20 पर्व 17-24 भितर पाउल से मिलित लोक मान से एपीसी लोक मान डाकुचंती तुम मन मु कौन कौन करिछि ता तुम जानिछ किंतु एबे मु जाउछि मो पई बंधन और क्लेश अपेक्षा करिछि तथापि मु सेटु जीवी समस्या आसिले ताड़ना आसिले दुख आसिले आज लोक मन से जगह छाड़ी कुआड़े कुआड़े पळौछंती लुचि जाउछंती सेवा कार्य छाड़ी दउछंती किंतु कहउछंती आमे परिपक्व सेवक कई को कहती तुम लुचि जाओ बर्तमान किसी करहब ना तांको रोकी हब ना केस्ट रूपे भाई बहन यदि प्रभु रक्षा करेंगे मनुष्य कौन क्षति कर तेणुक 8 पर्व 35-39 भितर लिखा जाऊँगी ख्रीष्टों प्रेम किए आमको विच्छिन्न करे कि क्लेश कि संकट कि ताड़ना कि दुर्भिक्ष उल्लंघता कि विपद कि खड्ग जेपरी लेखा अच्छी मु तुम निमंते आम मान समस्त दिन निहत होउछि आमे माने बदयोग्य मेषतुल्य गणित होइछु कारण मृत्यु की जीवन दूत की कर्तापन वर्तमान की भविष्यत कि पराक्रम उच्चस्त विषय कि नीचस्त विषय कि अन्य कौन से सृष्ट वस्तु आम मान को प्रभु यीशु ख्रीष्ट द्वारा प्रकाशित ईश्वर को प्रेम जे आम मान को विच्छिन्न कर निश्चित जाने साधु पावल कहते रम्य मंडली को पत्र लिखुं से कहते किए आमको ख्रीष्ट प्रेम विच्छिन्न कर क्लेश संकट ताड़ना दुर्भिक्ष उल्लंघता विपद कि खड्ग शेष लेखा जाऊँगी गोटे विषय कि अन्य कौन सृष्ट वस्तु आम मन को प्रभु ख्रीष्ट द्वारा प्रकाशित ईश्वर प्रेम मन को विच्छिन्न करेंगे सृष्ट वस्तु गुड़ी जगत अनेक अच्छी किए हमको विच्छिन्न कर ख्रीष्ट जो प्रेम मन को करते आम मैंने निरुपाय हुई पापरे नष्ट हो जाऊलु ईश्वर तक प्रेम करी आमको सब प्रमाण कर लेखा तुम मान निमंते आम समस्त दिन निहत होचु आम मैंने बदयोग्य मेष परी गणित होचु विषय 15 लेखा जाऊँगी रूप की शोभा नाला से बदयोग्य मेष तुल्य आम मान निमंते क्षत विक्षत हेले श्रद्धा करने आम मान कौन से प्रकार विषय पाखे नाला कालवरी कुशल परमेश्वर से प्रकार प्रेम से प्रकाश कर तेबे जदि आमे गोटे निजक जदि दृढ़ भाव ख्रीस्टियान भाव निजक आमे कहूँ ख्रीस्टियान कहूँ निजक जदि आमे ख्रीस्टियान कहूँ
तेरे गोटे आध्यात्मिक जीवन रे गोटे परिपक्व ख्रीष्ट भाव जीवन प्रकाश करा दरकार होइछि कारण आध्यात्मिक परिपक्व ख्रीस्टियन जीवन रे से परीक्षा को प्रशिक्षण भाव ग्रहण करे से मिथ्या शिक्षा द्वारा भ्रांत हुए नहीं से निज जीव को कौन करे नियंत्रण करे और जो भूल देखा जाए से निज को रक्षा करे ना गोटे परिपक्व विश्वासी धैर्य धरवा जड़े आउ जड़े परिपक्व विश्वासी चापर मध्य सकारात्मक जीवन प्रकाश करे तेरे प्रश्न मुझे जड़े परिपक्व ख्रीष्ट विश्वासी ना अपरिपक्व मु आत्मिक जीवन परिपक्व ना आज मु दुर्बल आज ये सब विषय मु आज झड़ी जाऊँ ये सब विषय आज मु कौन निज को पूरा संपूर्ण भाव में मु हजई दउची आज ये सब विषय मो जीवन देखा जाउची कि ये सब परिस्थिति में निज को आज गोटे स्ट्रांग भाव में गोटे बलिष्ठ व्यक्ति भाव में गोटे परिपक्व पुरुष भाव में मु प्रतिष्ठा देखी पारुची ना आज मो पिला मान को आज से भूल बाटरे चली जाउची ख्रीष्ट रूपी भाई मन माने प्रभु आपन परिपक्व भाव में देखिया पाई चाहते आपन आज से आत्मिक जीवन परिपक्व होवा पाई चाहते तबे वाक्य को भल भाव में शुणंतु मन रखंतु आ कार्य लगांतु प्रभु जने परिपक्व आत्मिक व्यक्ति भाव में परिगणित हेबे आ ईश्वर को दृष्टि रे बहुमूल्य हेबे आ प्रभु आपन को प्रेम करिवे आ आपन को जो लक्ष्य से अनंत स्वर्ग में प्रवेश करि परिबे आसंतु वाक्य अनुसार चलवा निजको आत्मिक परिपक्व भाव प्रकाश करी अन्य मान को निमंते निष्ठार कारण स्वरूप हवा आ ईश्वर गौरव कारण स्वरूप हवा आसंतु प्रार्थना करवा आदि उपासना समाप्त करवा मंगलकारी परमेश्वर तुम धन्यवाद तुम गौरव करुछ प्रभु तुम्हें अनुग्रहकारी दयाकारी परमेश्वर तुम गौरव प्रशंसा करुछ प्रभु आरंभ सभापति परमेश्वर तुम्हें हलो तुम से वाक्य धन्यवाद तुम गौरव करुछ प्रभु आत्मिक परिपक्व गोटे ख्रीष्ट विश्वासी जीवन रे जो समस्त विषय रहिबा आवश्यकता रही प्रभु ता तुम्हें जनईछ प्रभु से वाक्य अनुसार चलवा निमंते अनुग्रह तुम्हें दया कर मत शुणुता प्रत्येक जीवन रे तुम से आत्मशक्ति कार्य तुम्हें कर प्रभु तुम वाक्य शुणुवा यदि कार्य जीवन रे कौन से चिंता समस्या दुख विषय थाए तुम से जीशु नाम तुम दूर कर प्रभु समस्त प्रार्थना उत्तर दे धन्यवाद दे तुम से प्रिय पुत्र प्राणकर्ता प्रभु जिष्णु उत्सर्ग करूछु आमेन।